ମୂଷା ପହଁରୁଛି ଦେଖି ଆଶ୍ଚର୍ଯ୍ୟ। ନମସ୍କାର ସାଙ୍ଗମାନେ, ସକାଳେ ବ୍ରେକଫାଷ୍ଟ ମୁଁ ଖାଇଥିଲି ଉପମା ଏବଂ ଚା। ତାପରେ ବାହାରକୁ ଟିକେ ଯାଇ ଦେଖେ ତ ମାଙ୍କଡ ଦଳ ସବୁ ଗଛ ଉପରେ ଥିଲେ। ତାପରେ କିଛି ମାଙ୍କଡ ଲଙ୍ଗ ଜମ୍ପ ହାଇ ଜମ୍ପ ମାରୁଥିଲେ। ବିଜ୍ଞାନର ଅଗ୍ରଗତି ସହିତ ଜଙ୍ଗଲର ନଷ୍ଟ ଯୋଗୁଁ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। କାରଣ ଜଙ୍ଗଲର ପଶୁପକ୍ଷୀ ଖାଇବାକୁ କିଛି ପାଇନଥାନ୍ତି। ଖାଦ୍ୟର ଅନ୍ୱେଷଣ ପାଇଁ ସେମାନେ ଟାଉନ ଉପରକୁ ଚାଲି ଆସୁଛନ୍ତି। এই ଦେଖନ୍ତୁ ମାଙ୍କଡ ହାଇ ଜମ୍ପ ଲଙ୍ଗ ଜମ୍ପ କର। ତାପରେ ଆମର ଲଞ୍ଚ ଟାଇମ ହେଇଥିଲା। ଲଞ୍ଚ ଟାଇମରେ ଆମେ ପଖାଳ ଭାତ, ଆଳୁ ଭର୍ତ୍ତା, ବାଇଗଣ, ଫୁଲକୋବି ଚିପ୍ସ ଖାଇଥିଲୁ। ଖାଇସାରି ଯେତେବେଳେ ମୁଁ ବାସନ ମାଜିବାକୁ ଗଲି ଦେଖେ ତ ପାଣି ଟାଙ୍କି ଭିତରେ ମୂଷା ପହଁରୁଥିଲେ। ସାଙ୍ଗେ ସାଙ୍ଗେ ମୋ ସ୍ୱାମୀକୁ କହିଥିଲି, ସ୍ୱାମୀ ଆସି ସାଙ୍ଗେ ସାଙ୍ଗେ ବାଲ୍ଟିରେ ଉଦ୍ଧାର କରିଥିଲେ। ମୁଁ ତ ପୁରା ଦେଖି ଆଶ୍ଚର୍ଯ୍ୟ, ମୂଷା କେମିତି ପାଣିରେ ପହଁରୁଛି। ସ୍ୱାମୀକୁ କହିଲି, ମୁଁ ଏତେ ବଡ ମଣିଷ ହେଇକି ପାଣିରେ ପହଁରି ପାରୁନି, ମୂଷା ପାଣିରେ ପହଁରୁଛି। ମୂଷା ତାର ନିଜ ଜୀବନ ବଞ୍ଚେଇବା ପାଇଁ ବହୁତ ସଂଘର୍ଷ କରିଛି ପାଣିରେ। ଆମେ ଡେରି ନ କରି ବାହାରେ ନେଇ ଛାଡିଦେଲୁ। କିଛି ସମୟ ପରେ ସେ ପଳେଇଲା। ତାପରେ ଦେଖେ ତ କୁକୁର ଚୋର ଜଗିବାରେ ବ୍ୟସ୍ତ। ତାପରେ ଇଭିନିଂ ରେ ଶାଗୁ ଉପମା ଏବଂ ଡିନର ରେ ରୁଟି ଆଳୁ ଭଜା ଖାଇଥିଲି। କଣ ଆପଣ ମାନଙ୍କ ସାମ୍ନାରେ ଏମିତି ରୋମାଞ୍ଚକର ଦୃଶ୍ୟ ଦେଖାଯାଏ? କମେଣ୍ଟ ସେକ୍ସନ ରେ କହିବେ। ରହିଲି, ନମସ୍କାର।